ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି। ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକକାଳୀନ 9ଟି ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି। ସେଥିମଧ୍ୟରୁ ଭଞ୍ଜନଗରରେ 7ଟି ହୋଇଥିବା ବେଳେ ବ୍ରହ୍ମପୁର ତୁଳସୀ ନଗର ଏବଂ ବେଲଗୁଣ୍ଠା ବ୍ଲକ ଲୁଦଲୁଦି ଘରେ ଚଢ଼ାଉ ଚାଲିଛି। ଚଢ଼ାଉ ସମୟରେ ଏକାଧିକ ମୂଲ୍ୟବାନ କୋଠା ବିଭାଗ ପକ୍ଷରୁ ଠାବ କରାଯାଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ କେତେ ସମ୍ପତ୍ତି ଠାବ ହୋଇଛି ଏନେଇ ଜଣାପଡ଼ିବ। ଏନେଇ ଚଢ଼ାଉରେ 7 ଜଣ ଡିଏସ୍ପି 5 ଜଣ ଇନ୍ସପେକ୍ଟର ପ୍ରମୁଖ ସାମିଲ ଅଛନ୍ତି। ସୂଚନାଯୋଗ୍ୟ ପ୍ରସନ୍ନ କୁମାରଙ୍କ ବିରୋଧରେ ବହୁଦିନ ହେବ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆରମ୍ଭ ହୋଇଥିଲା। ତେଣୁ ଭିଜିଲାନ୍ସ ଟିମ୍ ତାଙ୍କର ଗତିବିଧି ଉପରେ ନଜର ରଖି ଆସୁଥିଲା। ପ୍ରମାଣ ଏକାଠି କରିବା ପରେ ଆଜି ଭିଜିଲାନ୍ସ ଟିମ୍ ସକାଳୁ ସକାଳୁ ଚଢ଼ାଉ କରିଥିବାର ସୂଚନା ହସ୍ତଗତ ହୋଇଛି। ଗଞ୍ଜାମରୁ ଇପିଲି ପୂର୍ଣ୍ଣଚନ୍ଦ୍ରଙ୍କ ରିପୋର୍ଟ, ଓଡ଼ିଶା ଅପଡେଟ୍ ଲାଇଭ୍।